ସ୍ୱାଗତ ଯୋଗ୍ୟ। ଆମେ ବି ନୁହେଁ ଆଜ୍ଞା, ସମସ୍ତେ ଚାହୁଥିଲେ। ସାରା ବଙ୍ଗଳା ଲୋକ ଚାହୁଥିଲେ, ସାରା ଓଡ଼ିଶା ଲୋକ ଚାହୁଥିଲେ, ସାରା ଦୁନିଆ ଲୋକ ଚାହୁଥିଲେ। ସମସ୍ତେ କ୍ରିଟିସାଇଜ କରୁଥିଲେ ଯେ ଧାମ ଦେଖିକିରି ଏଇଟା ମମତା ବହୁତ ଭୁଲ କାମ କଲେ। କାହିଁକି ଅହଙ୍କାରର ଏଇଟା ପ୍ରତିଫଳ ହେଲା ଯେ ସବୁ ଜିନିଷ ଜଗନ୍ନାଥ ଦେଖେଇ ଦେଲେ। ଜଗନ୍ନାଥ ଧାମ ଶ୍ରୀକ୍ଷେତ୍ର ମହାପ୍ରଭୁ ସ୍ୱୟଂ ଜଗନ୍ନାଥ ବସିଛନ୍ତି ଜଗନ୍ନାଥ ଧାମରେ। ତେବେ ଜଗନ୍ନାଥ ମନ୍ଦିର ଲକ୍ଷାଧିକ ହଉଛି, ଧାମ ଲେଖୁଛି କି ତାହେଲେ ସମସ୍ତ ଧାମ ଲେଖିଦେବେ ଗୋଟେ। ତେବେ ଜଣେ ଜାଣି ଆସିଲା ଲୋକ ଏଇ ଯୋଉ ଜିନିଷଟା କରିବାକୁ ଗଲ 5 ଜଣ ସାଙ୍ଗେ ଗୋଟେ ଡିସ୍କସନ କରିଥାନ୍ତ କି କଣ ଦେଖାବ ଏଇଟା ଭୁଲ କି ଠିକ ହେଲା। ମନ ଇଚ୍ଛା ଯେ ମୁଁ ତ ଭଗବାନ, ମୁଁ ଭଗବାନ, ମୁଁ ସବୁ କରିଦଉଛି। ଏଇଟା କେତେ ଅନ୍ୟାୟ କଥା। ଦୁଃଖଦାୟକ କଣ ସେ ଆଜି ଯୋଉ ପରିସ୍ଥିତି ରହିଗଲେ ଆମକୁ ଦୁଃଖ ଲାଗୁଛି ଦେଖିଲେ, ଅତି ଦୁଃଖ ଲାଗୁଛି। ଦୁଃଖଦାୟକ ଘଟଣା ହେଇଗଲା। ପରାମର୍ଶ ଦେଇକି କଲେନି, ଅହଙ୍କାର ଭାବ ତାଙ୍କର ସବୁ ନଷ୍ଟ କରିଦେଲା। ଆଜି ଲହରୀ ଉଠିବ କିଛି ନାହିଁ। ଲୋକ ଜବରଦସ୍ତି ମୁଁ ଯେ ଗୋଟେ ଜବରଦସ୍ତି ଜିନିଷ କରିଦେବି, ଲୋକ ମତେ ଭୟରେ କିଛି କହିପାରିବେନି, କିନ୍ତୁ ଭିତରେ ତ କହୁଥିବେ ଏଇଟା ଭୁଲ କାମ ବି ଲୋକ କରୁଛି। ସେମିତିକା ଦୁନିଆ ଲୋକ ଭୁଲ ଦେଲେ ଯେ ଧାମ କରନ୍ତୁନି। ତାପରେ ଆଉ ଗୋଟେ ଦ୍ୱିତୀୟ ଗଲତି ତାଙ୍କର ରହିଲା, ସମସ୍ତେ କହିଲେ ପୁରୀ ଧାମକୁ ଯାଆନି, ଏଇଟା ହିଁ ଧାମ, ଏଇଠି ରହ କୁଆଡେ ଯାଆନି। ସେ ଯାହାକୁ ସବୁ କହିଲେ ସେମାନେ ମନ ଭିତରେ ଆରେ ଜଗନ୍ନାଥ ଧାମ ନାହିଁ କରୁଛନ୍ତି। ଲୋକ ଭୟରେ ଥାନ୍ତି, ଭୟରେ। ଆପଣ ଦେଖନ୍ତୁ ଆପଣ ଦେଖନ୍ତୁ ଯଦି ଗଭର୍ଣ୍ଣମେଣ୍ଟ ଯାଉ ଯାଉ କେମିତି ଲୋକମାନେ ସବୁ ଚେଞ୍ଜ ହେଇଗଲେ। ଆପଣ ଦେଖନ୍ତୁ ସମସ୍ତେ ତାଙ୍କୁ ଛାଡ଼ି ସବୁ ପଳେଇଲେ, କାରଣ ଭୟରେ ଥିଲେ। ଏହା ତ କଣ ଲୋକ ଭୟରେ ଥିଲେ ଯେ ଲୋକ ଠିକ ଲୋକ ହେଇଥାନ୍ତେ ଜୀବନ ଦେଇଦେବେ ତାଙ୍କ ପାଇଁକି। ସବୁ ଲୋକ ଭୟରେ ଥିଲେ। ଏପଟେ ଏମଏଲଏ ପଳେଇଲେ, ସେପଟେ ଏମପି ବି ପଳେଇଲେ, ଇଏ ଏକୁଟିଆ ହେଇଗଲେ। ଜଗନ୍ନାଥ ସାଙ୍ଗେ ଶୁଣ, ଆଜି ଆପଣ କହିବେ ସବୁବେଳେ କହିବେ ଟିଭିରେ ଜଗନ୍ନାଥ ସାଙ୍ଗେ ଖେଳିଲେ ଏଇ ଜିନିଷ ହୁଏ। ମୁଁ କାହିଁ ଗଲିନି ଆପଣ ଭାବୁନାହାନ୍ତି, ତାଙ୍କ ସାଙ୍ଗେ ମୋର ବ୍ୟକ୍ତିଗତ ସବୁ ଥିଲା, ମୁଁ କାହିଁ ଗଲିନି। ଅହଙ୍କାର ପ୍ରତି ମୁଁ ଯାଇଥିଲେ ମୋତେ ପବ୍ଲିକ ଜୋତାରେ ମାରିଥାନ୍ତି। ଆଜି କହିଲି ମୁଁ ନାହିଁ କରିଛି, ଧାମ ଲେଖୁଛି ନାହିଁ, ଭଲ ଉଚିତ ନୁହଁ। ଜଗନ୍ନାଥଙ୍କୁ ପ୍ରସାଦ ଲେଖୁଛି, ମହାପ୍ରସାଦ ନୁହଁ। ଏତେ ସବୁ ଜିନିଷ ସବୁ କହିଥିଲି, ଯାଇନଥିଲି। ନିଶ୍ଚିତ ସୁନ୍ଦର ଅଧିକାର ଧାମ ଦେଖୁଛନ୍ତି, କାଟିଦେଲେ ସୁନ୍ଦର ଅଧିକାରୀ। ଜ୍ଞାନୀ ଲୋକ, ମାନି ଲୋକ, ସେ ଲୋକ ସାଙ୍ଗେ ପରାମର୍ଶ କଲେ। ଲୋକ ଦେଖିଲେ 100ରୁ 100 ଲୋକ ସେ ଜିନିଷ କିଏ ପସନ୍ଦ କରୁନଥିଲେ ଯେ ଧାମ ଦେଖ ବୋଲିକା। ତାପରେ ଏ ଲୋକଙ୍କୁ କହିଲେ ପୁରୀ ଯିବନି, ପୁରୀ କଣ ଯିବନି। ୱେଷ୍ଟବେଙ୍ଗଲ, ଓଡ଼ିଶା ଗୋଟେ ଭାଇ ଭାଇ ସମ୍ପର୍କ ନା, ନିଶ୍ଚିତ ଲୋକ ନାହିଁ। ସେଇଟା ଶୁଣନ୍ତୁ, ଏଇଟା ଅନ୍ୟ କଥା ଆସିଗଲା। ଆପଣ ଦେଖନ୍ତୁ ଏଇ ଯୋଉ ଜିନିଷ ଜଗନ୍ନାଥଙ୍କର ଜିନିଷ ଚାଲିଛି, ଏଇଟା ସାରା ପୃଥିବୀ ଦୁନିଆ ଲୋକ ଜାଣନ୍ତି। ଏଇଟା ସାରା ଦୁନିଆ ପୃଥିବୀ ଲୋକ ଜାଣନ୍ତି ଏଇ ଜିନିଷ ହଉଛି ବୋଲିକା। ଜଗନ୍ନାଥ କିଏ କାଟି ପାରିବ? ଏଇ କଣ ଖେଳ ଜିନିଷ ହେଇଛି? ଏଇ ହଜାର ହଜାର ବର୍ଷ ତଳ କଥା ମହାପ୍ରଭୁ ବସୁଛନ୍ତି। ଏଇଟା ସ୍ୱୟଂ ଭଗବାନ ଏଠି ବିରାଜମାନ। ଏଠି ନୀଳଗିରି ପାହାଡ ଭିତରେ ସ୍ୱୟଂ ନୀଳମାଧବ ରହୁଥିଲେ, ସ୍ୱୟଂ ଭଗବାନ ବିରାଜମାନ। ଏଠି ସମୁଦ୍ର ସ୍ୱର୍ଗଦ୍ୱାର ଅନୁମାନ ବ୍ୟବହାର କରା ଯେତିକି ଦରକାର, ଯୋଉଟା କର୍ତ୍ତବ୍ୟ। ଆଜି ତମେ କହିବ ଜଗନ୍ନାଥ ଧାମ, ତମେ କହିବ ସ୍ୱର୍ଗଦ୍ୱାର, ତମେ ସ୍ୱର୍ଗଦ୍ୱାର। ଏଠି ସ୍ୱର୍ଗଦ୍ୱାର କହିବ, ଏଠି ସ୍ୱର୍ଗଦ୍ୱାର। ଲୋକମାନେ କୋଉଠୁ ସ୍ୱର୍ଗଦ୍ୱାର ଦାହବାକୁ ଆସୁଛନ୍ତି ପ୍ରଭୁଙ୍କ ଜାଗାକୁ। ଏସବୁ ଜିନିଷ ଧାମ ଉଠିଲା। ଏ ତ ଜଗନ୍ନାଥ ଧାମ ଲେଖା ହେଇଛି, ଧାମ ଉଠେଇ ଦେବା ଏଇଟା ଉଚିତ ନୁହଁ। ଆପଣ ଦେଖୁନାହାନ୍ତି, ଧାମଟା ଉଠୁ ଉଠୁ କଥା ହଉ ସାରା ଦୁନିଆ ଲୋକ ସ୍ୱାଗତ କଲେ। ଶୁଭେନ୍ଦୁ ଅଧିକାରୀ କି ସମସ୍ତେ ଧନ୍ୟବାଦ ଦେଲେ, ଯାହା ହଉ ଲୋକ ଆସୁ ଭଲ କାମଟେ କଲେ। ସେ ଭଲ ପାଆନ୍ତି ଓଡ଼ିଶାକୁ, ଓଡ଼ିଆ ଲୋକ, ବଙ୍ଗାଳୀ ଲୋକ, ଏମାନେ ଭାଇଚାରା। ସେଠି କାলীଘାଟ କାଳୀ ମା ରହିଲେ, ଏଠି ଜଗତନାଥ ଜଗନ୍ନାଥ ରହିଲେ। ତାଙ୍କ ତ ସୁସମ୍ପର୍କ ଆମ ଭିତରେ ସବୁ ଆଗରୁ ଲାଗି ଆସିଛି। ଆମର ଗୋଟେ ଭାଇଚାରା ସମ୍ପର୍କ ସବୁ ପ୍ରତ୍ୟେକ ସମୟ ଭିତରେ ଏଇ ଜିନିଷ ସବୁ ଥିଲା। ମମତା ବାନାର୍ଜୀଙ୍କ ମୁଣ୍ଡକୁ ପାଗଳାମି ଯୋଉଥିଲା ଗଲା, ନଷ୍ଟ ଭଷ୍ଟ ସବୁ ହେଇଗଲା, ନିଜେ ବି ନଷ୍ଟ ଭଷ୍ଟ ହେଇଗଲେ। ଆମକୁ ଦୁଃଖ ବି ଲାଗୁଛି ଯେ ମମତା ବାନାର୍ଜୀ ଯୋଉ ତଳକୁ ପଳେଇ ଆସିଲେ, ବହୁତ ଦୁଃଖ ଲାଗୁଛି। ସତ କଥା ଆଜି କହୁଛୁ।